ସେପ୍ଟେମ୍ବର 11 ଆଜି ବାବା ଆମକୁ କ'ଣ ବରଦାନଟି ଦେଉଛନ୍ତି। ତ୍ରିକାଳଦର୍ଶୀ ହୋଇ ଦିବ୍ୟ ବୁଦ୍ଧିର ବରଦାନକୁ କାର୍ଯ୍ୟରେ ଲଗାଇବା ସଫଳତା ସମ୍ପନ୍ନ ଆତ୍ମା ହୁଅ। ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦିବ୍ୟ ବୁଦ୍ଧିର ବରଦାନ ଦେଉଛନ୍ତି। ଦିବ୍ୟ ବୁଦ୍ଧି ଦ୍ୱାରା ହିଁ ତମେ ବାବାଙ୍କୁ ନିଜକୁ ଏବଂ ତିନି କାଳକୁ ସ୍ପଷ୍ଟ ଭାବରେ ଜାଣିପାରିବ ତଥା ସର୍ବଶକ୍ତିକୁ ସାଧାରଣ ଧାରଣ କରିପାରିବ। ଦିବ୍ୟ ବୁଦ୍ଧି ସମ୍ପନ୍ନ ଆତ୍ମା କୌଣସି ବି ସଂକଳ୍ପକୁ କର୍ମରେ ବା ବାଣୀରେ ଆସିବା ପୂର୍ବରୁ ତାର ତିନି କାଳକୁ ଜାଣି ତାକୁ ସାକାର କରିଥାଏ। ସେମାନଙ୍କ ସମ୍ମୁଖରେ ଅତୀତ ଏବଂ ଭବିଷ୍ୟତ ମଧ୍ୟ ସେତିକି ସ୍ପଷ୍ଟ ଥାଏ, ସେତିକି ସ୍ପଷ୍ଟ ବର୍ତ୍ତମାନର ଅଟେ। ଏଭଳି ଦିବ୍ୟ ବୁଦ୍ଧି ଆତ୍ମାମାନେ ତ୍ରିକାଳଦର୍ଶୀ ହୋଇ ଥିବା କାରଣରୁ ସର୍ବଦା ସଫଳତା ସମ୍ପନ୍ନ ହୋଇଥାନ୍ତି। ଓମ୍ ଶାନ୍ତି।